ଯଦି କହିବା କୋଉଠି ନା କୋଉଠି ଯୋଉ ସତ୍ୟପ୍ରକାଶ ସ୍ୱାଇଁ ଅଛନ୍ତି ସିଏ ଯୋଉ କଏଦୀ ଅଛନ୍ତି ତାଙ୍କୁ ସହଯୋଗ କରୁଥିଲେ, ତାଙ୍କଠୁ ପଇସା ନେଇକି ତାଙ୍କୁ ସୁବିଧା ଯୋଗାଉଥିଲେ। ତାକୁ ନେଇ ଯୋଉ ଭୁବନେଶ୍ୱର କୋର୍ଟରେ କେସ୍ ହେବା ପରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ବର୍ତ୍ତମାନ ଆମେ ଅଛୁ କେନ୍ଦୁଝର ଜିଲ୍ଲା ପରିସରରେ ଥିବା ସୁପରିଟେଣ୍ଡେଣ୍ଟଙ୍କ ଯୋଉ ବାସଭବନ, ସେଠି ଆପଣଙ୍କୁ ଆମେ ସିଧାସଳଖ ଦେଖିବାକୁ ଚାହିଁବୁ। ଦେଖନ୍ତୁ ବର୍ତ୍ତମାନ ସେଇଠି ଚାଲିଛି ରେଡ୍। ଭିଜିଲାନ୍ସର ଗୋଟିଏ ଟିମ୍ ଏବଂ କେନ୍ଦୁଝରର ଦୁଇଟି ଟିମ୍, ପାଖାପାଖି 8 ଜଣ ସଦସ୍ୟ ଅଛନ୍ତି। ସମ୍ପୂର୍ଣ୍ଣ କାଗଜପତ୍ର ଯାଞ୍ଚ ଚାଲିଛି। ଆପଣ ସିଧାସଳଖ ଦେଖିପାରୁଥିବେ ତାଙ୍କୁ ମଧ୍ୟ 2 ଜଣ ଡିଏସ୍ପି ପଚରା ଉଚରା କରୁଛନ୍ତି। ତାଙ୍କଠାରୁ ଯୋଉ କାଗଜ ଯୋଉ ତଥ୍ୟ ମିଳୁଛି ତାକୁ ସେମାନେ ତଦାରଖ କରୁଛନ୍ତି, ଯାଞ୍ଚ କରୁଛନ୍ତି। ଟିକିନିକି ସେ ତା ବିଷୟରେ ପଚରା ଉଚରା କରୁଛନ୍ତି। ଆଉ ଆମେ ଯଦି ଦେଖିବା ଅନ୍ୟପଟେ ତାଙ୍କର ଯୋଉ ରହିଛି କାଗଜପତ୍ର ନଥିପତ୍ର, ଘରର ଇଲେକ୍ଟ୍ରିକ୍ ବିଲ୍ଠୁ ନେଇ ଜମି ପଟ୍ଟାରୁ ନେଇ ତାଙ୍କ ପାସବୁକ୍ ସବୁ ଜବତ କରାହେଇଛି। ଆଉ ସେଇଥିରେ ଏବେ ଖୋଳତାଡ଼ ଚାଲିଛି ଯେ କ'ଣ ତାଙ୍କଠୁ ତାଙ୍କ ପାଖରେ ଅଛି। ଟିକିନିକି ଯାଞ୍ଚ କରିବା ପରେ ସବୁ ତଥ୍ୟ ପଦାକୁ ଆସିବ। ଡିଏସ୍ପିଙ୍କ ସୂଚନା ସବୁ ଟିକିନିକି ଯାଞ୍ଚ ସରିବ, ତାପରେ ସେମାନେ ସୂଚନା ଦେବେ। କିନ୍ତୁ ବର୍ତ୍ତମାନ ଯୋଉ ଭିଜିଲାନ୍ସର ଟିମ୍ ଆପଣ ଦେଖୁଛନ୍ତି 4 ଜଣ ସଦସ୍ୟ ଗୋଟିଏ ରୁମ୍ରେ ତାଙ୍କର ଆଟାଜି, ତାଙ୍କର ଯୋଉ ଜମିବାଡ଼ି କାଗଜପତ୍ର, ତାଙ୍କର ଏଟିଏମ୍ ପାସବହି ସମସ୍ତ ରଖି ଯାଞ୍ଚ କରୁଛନ୍ତି। ଆଉ କ'ଣ କ'ଣ ଜିନିଷ ମିଳିଛି ତାର ଲିଷ୍ଟ ମଧ୍ୟ କରୁଛନ୍ତି। ତେଣୁ ଏସବୁ ଯାଞ୍ଚ ପରେ ଜଣାପଡ଼ିବ ତାଙ୍କ ପାଖରେ ପ୍ରକୃତରେ ଆୟ ବହିର୍ଭୂତ ସମ୍ପତ୍ତି ଅଛି କି ନା ନାହିଁ, ନା ତାଙ୍କ ପାଖରୁ କ'ଣ ମିଳିଛି। ବର୍ତ୍ତମାନ ଯାଏ ଡିଏସ୍ପି ଯଦିଓ କିଛି ସୂଚନା ଦେଇନାହାନ୍ତି ତାଙ୍କ ପାଖରୁ କ'ଣ ମିଳିଛି, କିନ୍ତୁ ତାଙ୍କ ପାଖରୁ ଯାହା କାଗଜପତ୍ର ବାହାରୁଛି ତାକୁ ନେଇ ଟିକିନିକି ତଦନ୍ତ ଚାଲିଛି। ଆଉ ତାଙ୍କୁ ତା ବିଷୟରେ ତାଙ୍କୁ ପଚରା ଉଚରା ମଧ୍ୟ ଚାଲିଛି। ଏଇ ଯୋଉ କାଗଜ କ'ଣ କୋଉଠୁ ଆସିଥିଲା କ'ଣ, ଏଇ ସବୁ ସରିଲା ପରେ ଯେତେବେଳେ ଲିଷ୍ଟିଂ ସରିବ ତାପରେ ବୋଧହୁଏ ଭିଜିଲାନ୍ସ ସୂଚନା ଦେବ ଯେ ତାଙ୍କ ପାଖରୁ କ'ଣ ମିଳିଥିଲା କ'ଣ ନାହିଁ। ସବୁ ସେ ଯୋଉ କାଗଜ ଗୁଡ଼ାକୁ ସେ ଯାଞ୍ଚ କରୁଛନ୍ତି ଏବଂ ସବୁ ଯାଞ୍ଚ ପରେ ପରେ ତାଙ୍କୁ ସବୁ ଟିକିନିକି ପଚରା ଉଚରା ହେଉଛି। ଯୋଉ କାଗଜ ସେମାନେ ଦେଖୁଛନ୍ତି ସେ କାଗଜ ସମ୍ପର୍କିତ ତାଙ୍କୁ ସବୁ ତଥ୍ୟ ତାଙ୍କ ସାମ୍ନାରେ ରଖାହେଉଛି ଏବଂ ତାଙ୍କୁ ଟିକିନିକି ପଚରା ହେଉଛି ଏବଂ ତାପରେ ତାକୁ ଲେଖାଯାଉଛି। ତେଣୁ ଏସବୁ ସରିଲା ପରେ ତାକୁ ଏକତ୍ର ମିଳାଯିବ